ରାସନ କାର୍ଡକୁ ନେଇ ଡେଡଲାଇନ୍ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। 31 ଜାନୁଆରୀ ସୁଦ୍ଧା ଇ-କେୱାଇସି ନ କଲେ କଟିଯିବ ରାସନ କାର୍ଡ। ଏବେ ସୁଦ୍ଧା 49 ଲକ୍ଷ ହିତାଧିକାରୀ କରିନାହାନ୍ତି ଇ-କେୱାଇସି। ବାହାର ରାଜ୍ୟରେ ଥିବା ଲୋକଙ୍କର ଅଫିସର ଇ-କେୱାଇସି କରୁଛନ୍ତି। ଇ-କେୱାଇସି ସରିବା ପରେ ନୂଆ ରାସନ କାର୍ଡ ମିଳିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ତୁରନ୍ତ କରନ୍ତୁ ଇ-କେୱାଇସି। ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି, ଯାହାଫଳରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ହେବେ ନାହିଁ। ଜାନୁଆରୀ 31 ସୁଦ୍ଧା ଇ-କେୱାଇସି ନ କଲେ ରାସନ କାର୍ଡ କଟିଯିବ। ସରକାରଙ୍କ ଲକ୍ଷ୍ୟ। ତେବେ ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର 90 କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ୍ ଏବଂ ମସଲା। ଜନତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ସରକାରଙ୍କ ଲକ୍ଷ୍ୟ ରହିଛି। ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକ ଚଞ୍ଚକତା କରି ରାସନ କାର୍ଡ ହାତେଇଥିବା ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ସୁଦ୍ଧା 49 ଲକ୍ଷ ହିତାଧିକାରୀ ଇ-କେୱାଇସି କରିନଥିବା ଜଣାପଡ଼ିଛି। ଏହା ଥିଲା ରାସନ କାର୍ଡର ଡେଡଲାଇନ୍, ଯାହା 1 ତାରିଖ ଭିତରେ ଆପଣଙ୍କ ଇ-କେୱାଇସି କରିନିଅନ୍ତୁ। ଯଦି ନ କରିବେ ତାହେଲେ ଆପଣଙ୍କ ରାସନ କାର୍ଡ କଟିଯିବାର ବହୁତ ଚାନ୍ସ ରହୁଛି। ତେଣୁକରି ଆପଣଙ୍କ ଇ-କେୱାଇସି 31 ଜାନୁଆରୀ ସୁଦ୍ଧା କରିନିଅନ୍ତୁ। ଧନ୍ୟବାଦ।